ଆପଣ ଦେଖନ୍ତୁ ମୁଁ ତାଙ୍କର ଓଡ଼ିଶା ନର୍ସିଂ ଅଫିସର ଆସୋସିଏସନ୍ ଯେଉଁ କର୍ମକର୍ତ୍ତା ଆସିଥିଲେ ତାଙ୍କ ସହିତ ଗୋଟେ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ଭିତରେ ଆଲୋଚନା ହେଲା ଏବଂ ମୁଁ ତାଙ୍କୁ ଅପିଲ କରିଛି ଆଉ ଥରେ ଯେ ଆମେ ଷ୍ଟ୍ରାଇକ୍କୁ କଲ୍ଡ ଅଫ୍ କରନ୍ତୁ ଆଉ ଆମେ ଯେଉଁ କଥା କହିଥିଲୁ ଯେ ଡିପାର୍ଟମେଣ୍ଟାଲ ରିଲେଟେଡ୍ ଯେଉଁ ଆମର ଇଣ୍ଟର ଡିପାର୍ଟମେଣ୍ଟାଲ କମିଟି ମଧ୍ୟ କରିବୁ ଏବଂ ତାଙ୍କର ଦାବି ଗୁଡ଼ାକୁ ଆମେ ସେଥିରେ ଡିସ୍କସନ୍ କରାହେବ ଏହା ହିଁ ହେଇଛି ଏବଂ ସେମାନେ ମାନି ବି ନେଇଛନ୍ତି ଯେ ଆଜିଠୁ ସେମାନେ ତାଙ୍କର ଷ୍ଟ୍ରାଇକ୍ କଲ୍ଡ ଅଫ୍ କରିବେ। ହଁ ସେମାନେ ତାଙ୍କର ଯାହା କର୍ମକର୍ତ୍ତା ଆସିଥିଲେ ସେମାନେ ଦେ ଏଗ୍ରିଡ୍ ଏକଦମ ସମସ୍ତେ ନାଇଁ ସମୟ ତ ନାହିଁ ସେମାନେ ତ ଏବେ ରାଜି ହେଇଛନ୍ତି କଲ୍ଡ ଅଫ୍ କରିବେ ତାପରେ ଆମର ଆଲୋଚନା ହେବ ଯାହା ମୋତେ ପ୍ରତିଶ୍ରୁତି ଦେଇଛନ୍ତି।